ଜଗତର ନାଥ ଜଗନ୍ନାଥଙ୍କ ମାୟା ବୁଝିବା ମୋ ଭଳି ଗୋଟେ ଅଧମ ପକ୍ଷରେ କ'ଣ ସମ୍ଭବ? ହେଲେ ଯେତିକି ଦିନ ଠାକୁର ଅଣସରରେ ରହନ୍ତି ମୋ ମନଟା ଖାଲି ବାହାରି ବାଡ଼େଇ କଚାଡ଼ି ହୁଏ। ମୁଁ ଭାବେ ସତରେ ପ୍ରଭୁ ଜର କଷ୍ଟ ଭୋଗୁଛନ୍ତି ନା ଆମମାନଙ୍କର ଏଇ ଯେଉଁ ସବୁବେଳେ ତାଙ୍କୁ ଆମେ କେଚେ କେଚେ କରିକି ଯେଉଁ ହଇରାଣ କରୁଛେ ସେଇଥିରୁ ନିସ୍ତାର ପାଇବା ପାଇଁ ଯାଇ ସେ ଘରେ ଚୁପ୍ ହେଇ ରହିଛନ୍ତି। ପୁଣି ଭାବେ ସିଏ ପୁରା ଅନ୍ତର୍ଯାମୀ, ଆମେ କ'ଣ କେବେ ପାଟି ଖୋଲି ତାଙ୍କ ସାଙ୍ଗେ କଥା ହୁଅନ୍ତି? ଆମେ ତ ନୀରବରେ ଯାହା କହିଲେ ବି ସେ ଶୁଣିପାରନ୍ତି। ତେଣୁ ସେ ଅଣସର ଘରେ ଥିଲେ ଯାହା, ମଣ୍ଡପ ଉପରେ ଥିଲେ ତାହା। ହେଲେ ବି ମନ ବୁଝେ ନାହିଁ। ଭାବେ ପ୍ରଭୁ କେମିତି ଶୀଘ୍ର ସୁସ୍ଥ ହେଇଯାଅ, ପୁଣି ବାହାରକୁ ଆସ, ସେଇ ରତ୍ନ ସିଂହାସନରେ ଶୋଭା ପାଉଥାଅ। ତମକୁ ଥରେ ଦେଖିଦେଲେ ସବୁ ଜଞ୍ଜାଳ ମୁଁ ଭୁଲିଯାଏ। ସବୁ ଭାବେ ତୁମରି ଇଚ୍ଛାରେ ତ ଚାଲିଛି, ଆଉ ଦୁଃଖ କ'ଣ? ଏଇଠି ଯାଇଥିଲି ମୁଁ ସେଇ ମୋର ପ୍ରିୟ ଜାଗା ଟ୍ୟାଲେଣ୍ଟ ରିସୋର୍ସ ସେଣ୍ଟର। ଏଇ ଫୁଲଟି ମୁଁ ସେଠି ପ୍ରଥମ କରି ଦେଖିଲି। ଆପଣମାନେ କେବେ ଆଗରୁ ଦେଖିଛନ୍ତି ଏଇ ରଙ୍ଗରେ ଏ ଫୁଲ? ଆଉ ସବୁଠୁ ଖୁସି ଥିଲା ସେଦିନ ମୋ ଝିଅ ବି ସେଠି ଥିଲା। ଏ ଝିଅ ନା ଅନିମା। ସେତେବେଳେ ବାହା ହେଇନଥିଲା, ମୁଁ ୟୁଟ୍ୟୁବ ବି କରିନଥିଲି। ସେ କିନ୍ତୁ ମୋତେ ବୋଉ ବୋଲି ଡାକୁଥିଲା। ସେ ବି ମୋତେ ବହୁତ ଭଲ ପାଉଥିଲା, ଆଉ ମୁଁ ବି ତାକୁ ଭଲ ପାଉଥିଲି। ସେ ବାହା ହେଇଗଲା। ଇଏ ପୁରା ମୋ ଜୋଇଁ। ଆମେ ତ ସେଠି ପ୍ରସାଦ ଖାଉଥିଲୁ। ମୁଁ କହିଲି ଇଏ ତ ଆନନ୍ଦ ବଜାର, ସାଙ୍ଗ ହେଇକି ଆସ ବସିଯାଅ। ଝିଅ ଜୋଇଁ ବି ସେଇଠି ବସିଲେ। ଭାରି ଖୁସି ଲାଗିଲା। ଜୋଇଁକି ଜାଣ ପ୍ରଥମ ଥର ଦେଖିଲି। ବର ବେଶରେ ସିନା ଦେଖିଥିଲି, ଆଉ ଏମିତି କ'ଣ ଦୁଃଖ ସୁଖ କଥାବାର୍ତ୍ତା ହେଇଥିଲି। ତାଙ୍କ ଦେହ ଟିକେ ଅସୁସ୍ଥ ଅଛି, ସେଇ ଜଗନ୍ନାଥ ସାହା ଭରସା। ଆଉ ଆମ ସାର୍ ଯେହେତୁ ଅଛନ୍ତି, ଆମର ଆଉ ଚିନ୍ତା କ'ଣ? ସେଠି ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରସାଦ ପାଇ ଫେରିଲା ବେଳକୁ ଆଲୋ କେତେ ଜାମୁକୋଳି ବିକ୍ରି ହେଉଛି। ପୁଣି ତ ସେଇ ଘର କଥା ମନେ ପଡ଼ିଗଲା। ଆଉ ଜାମୁ ଗଛରେ ଚଢ଼ି ମନ ଇଚ୍ଛା ଜାମୁ ଖାଉଥିବା ଝିଅଟା ଆଜି ରାସ୍ତା କଡ଼ରୁ ଅଧ କିଲୋ ଜାମୁ ନେଉଛି ଖାଇବା ପାଇଁ। ଜୀବନ କେଡ଼େ ବିଚିତ୍ର, କେଡ଼େ ପରିବର୍ତ୍ତନଶୀଳ। ସବୁ ସାଙ୍ଗରେ ଖାଇ ଏ ଜୀବନକୁ ଗତିଶୀଳ କରିବାକୁ ହେବ। ପ୍ରଭୁ ଜଗନ୍ନାଥ ଆମକୁ ଏ ସଂସାରରେ ଦୁଃଖ ସୁଖକୁ ସମଭାବରେ ଦେଖି ବାଟ ଚାଲିବାକୁ ସହାୟ ହୁଅନ୍ତୁ। ତାଙ୍କରି ପାଖରେ କୋଟି ପ୍ରଣାମ ଜଣେଇ ଘରକୁ ଫେରିଲି। ଆଉ ଭାବୁଥିଲି ପ୍ରଭୁ ତମ ଲୀଳା ବୁଝିବାକୁ ମୁଁ କିଏ?